କୌଣସି ପର୍ବପର୍ବାଣି ହେଉ କିମ୍ବା ଘରର କିଛି କାର୍ଯ୍ୟକ୍ରମ ସବୁଥିରେ ଓଡ଼ିଆମାନଙ୍କ ଘରେ ମହକି ଉଠେ ପିଠାର ବାସ୍ନା। ପିଠା ଓଡ଼ିଆଙ୍କର ଏକ ପ୍ରକାରର ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଆଜିର ଦିନରେ ବିଭିନ୍ନ ପ୍ରକାରର ଫାଷ୍ଟଫୁଡ ପାଇଁ ଆଜି ଘରେ ଘରେ ପିଠା ତିଆରି କରି ଖାଇବାର ମଜା ଟିକେ ଫିକା ପଡ଼ିବା ପରି ମନେ ହେଉଛି। ପିଠାର ସ୍ୱାଦ ଆଉ ବାସ୍ନା ସବୁ ସ୍ତରରେ ପହଞ୍ଚାଇବା ପାଇଁ ବାଲେଶ୍ୱର ସ୍ନୋ ଫେଷ୍ଟ ଅନୁଷ୍ଠାନ ପକ୍ଷରୁ ଏକ ପିଠା ପ୍ରଦର୍ଶନୀ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି, ଯେଉଁଥିରେ ପ୍ରାୟ 20 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସହରର ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଏହି ପିଠା ପ୍ରଦର୍ଶନୀରେ ମିଳିଥିଲା ଅନେକ ପ୍ରକାରର ପିଠାର ପସରା। ପିଠାର ବାସ୍ନାରେ ସମଗ୍ର ଅଞ୍ଚଳ ବେଶ ମହକି ଉଠୁଥିଲା। ଓଡ଼ିଶାର ରନ୍ଧଣା ପରମ୍ପରା ଏବଂ ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ବାଲେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ପିଠା ପ୍ରତିଯୋଗିତା ସମସ୍ତ ଦର୍ଶକଙ୍କର ମନ ମୋହିଥିଲା। ଏହି ପ୍ରତିଯୋଗିତାରେ 20ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟକ ଗୋଷ୍ଠୀ ଭାଗ ନେଇ ସୁନ୍ଦର ଏବଂ ସୁସ୍ୱାଦୁ ପିଠା ପରିବେଷଣ କରିଥିଲେ। ଚନ୍ଦ୍ରକାନ୍ତି ପିଠା, ବୋଇତାଳୁ ପିଠା, ଆରିସା, କାକରା, ମୁଗ, ପୁର ପିଠା ଆଦି ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ମାଟିର ପରିଚିତ ପିଠା ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ପରିବେଷଣ କରିଥିଲେ। ସେମାନଙ୍କ ମଧ୍ୟରୁ ସୁସ୍ୱାଦୁ ପିଠା ତିଆରି କରିଥିବା ମହିଳାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି। ଉପସ୍ଥିତ ଦର୍ଶକମାନେ ପିଠା ଖାଇବାର ମଜା ମଧ୍ୟ ନେଇଥିଲେ। ସ୍ନୋଫେଷ୍ଟର ସଭାପତି ଶୁଭମ ସାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ନୋଫେଷ୍ଟର କର୍ମକର୍ତ୍ତା ସତ୍ୟଶଙ୍କର ମହାନ୍ତି, ଅଭିଜିତ ବିଶ୍ୱାଳ, ବିଶ୍ୱଜିତ ନାୟକ, ବିଭୁପଦ ମହାନ୍ତି, ଅନିଲ ପ୍ରଧାନ, ଅମିତ କୁଣ୍ଡୁ, ଜଗନ୍ନାଥ ବେହେରା, ଚନ୍ଦନ ପଡ଼ିଆରୀ, ଅଭିଷେକ ବାରିକ, ଅରୁଣ ରାମ, କୁଶଲ ଶର୍ମା ପ୍ରଭୃତି ପରିଚାଳନା କରିଥିଲେ।